ସୁନ୍ଦର ସୁନ୍ଦର ସହର ପାଲଟିଲା ପାଉଁଶର ଗଦା। ସହରମାନଙ୍କ ଭିତରୁ ଶୁଭୁଛି ବିକଟ ଚିତ୍କାର। ଚାରିଆଡ଼େ ଖାଲି ନିର୍ଜନତା ଓ ବିଭୀଷିକାର ଅନ୍ଧାର। ହଁ ଆଜ୍ଞା, ଯୁଦ୍ଧରେ କେହି କେବେ ଜିତିପାରେନି, ତାହା ଆଜି ପ୍ରମାଣ ହୋଇଯାଇଛି। ଏ ଭୟାବହ ବିଭୀଷିକାର ମୁକସାକି ସାଜିଛି ଏ ମାନବ ସମାଜ। ଆଉ ଯୁଦ୍ଧ ହସୁଛି। ମୋହ ଆଉ ଅହଙ୍କାରର ଯୁଦ୍ଧ କେମିତି ତଳିତଳାନ୍ତ କରିଦିଏ ତାହାର ଜ୍ୱଳନ୍ତ ଉଦାହରଣ ଆଜି ସାରା ବିଶ୍ୱ ଦେଖୁଛି। ଆଉ ଏ କୁହୁଳି କୁହୁଳି ଏ ଧୂଆଁ କହୁଛି ଯେ ଯୁଦ୍ଧ ରୂପୀ ଧୂଆଁ ମର୍ତ୍ତ୍ୟ ନଗରୀକି ମୁଁ କ୍ଷଣିକରେ ମଶାଣିରେ ପରିଣତ କରିଦିଏ। ଯୁଦ୍ଧର ଜୁଇରେ ସବୁକିଛି ପୋଡ଼ି ଜାଳି ଛାରକାର ହୋଇ ପାଉଁଶ ହୋଇଯାଏ। ଆଉ ଆପଣମାନେ ମଧ୍ୟ ମୋବାଇଲ ସ୍କ୍ରିନ୍ ମାଧ୍ୟମରେ ଦେଖିପାରୁଥିବେ କେତେ ବଡ଼ ବଡ଼ ସ୍ୱଚ୍ଛ ଅଟ୍ଟାଳିକା ଆଉ ଜନଜୀବନ କିପରି ପାଉଁଶ ସଦୃଶ ପାଲଟି ଯାଇଛନ୍ତି। ଆଉ ଏଠି ଗୋଟେ ବହୁତ ବଡ଼ ପ୍ରଶ୍ନ ଉଠୁଛି ଯେ ଯୁଦ୍ଧରେ ଜିତିଲା କିଏ ଆଉ ହାରିଲା କିଏ? କିନ୍ତୁ କ'ଣ ଦୋଷ ଥିଲା ଏ ସାଧାରଣ ମଣିଷମାନଙ୍କର? ଇସ୍ରାଏଲ, ଇରାନ ଆଉ ଆମେରିକା ନିଜକୁ ସୁପ୍ରିମ୍ ଲିଡର ସାବ୍ୟସ୍ତ କରିବା ପାଇଁ ମୋ ଅଗ୍ନିର ଶିଖାରେ ତୁମେ ସବୁ ଅହଙ୍କାର ପାଲଟି ଯାଇଛି। ଆଉ ତୁମ ଅହଙ୍କାରର ଅଣ୍ଟାକୁ ମୁଁ ଭାଙ୍ଗି ଦେଇଛି ଆଉ ତୁମମାନଙ୍କର ଶକ୍ତି ସାମର୍ଥ୍ୟକୁ ପାଉଁଶ କରିଦେଇଛି। ହସି ହସି ଆସି ଯୁଦ୍ଧ କହୁଛି। ମୂର୍ଖ ମାନବ, ତୁମେ କେହି ବି ଜିତିନାହ। ଯୁଦ୍ଧରେ ଜିତିଛି କେବଳ ଯୁଦ୍ଧ। ଆଉ ଏଠି ଅଗ୍ନିର କ୍ଷଦାରେ ପ୍ରାୟ ବହୁ ଗୁଡ଼ିଏ ଜନଜୀବନ ନଷ୍ଟ ହୋଇଯାଇଛି। କ'ଣ ଦୋଷ ଥିଲା ସେହି ସରଳ ନିରୀହ ଶିଶୁମାନଙ୍କର, ଯେଉଁମାନେ ଏ ଯୁଦ୍ଧକୁ ନିଜ ଆଖିରେ ଦେଖିଲେ? ଆଉ ଏହି ଯୁଦ୍ଧର ଜିତିଲା କିଏ ଆଉ ହାରିଲା କିଏ ସବୁଠୁ ବଡ଼ ପ୍ରଶ୍ନ। କିନ୍ତୁ କ'ଣ ଦୋଷ ଥିଲା ଏହି ନିରୀହ ଶିଶୁମାନଙ୍କର, ଯେ କି ଏହି ସୁପ୍ରିମ୍ ଲିଡରମାନଙ୍କର ରାଜନୀତିର କୁଚକ୍ରରେ ନିଜର ପେଶୀ ହୋଇଗଲେ। ଆଉ ଅନେକ ଗୁଡ଼ିଏ ମାଆଙ୍କ କୋଳରୁ ପୁଅ ହଜିଗଲା ଆଉ ଅନେକ ନାରୀ ବିଧବା ହୋଇଗଲେ। ଶେଷରେ ଲାଭ କ'ଣ ହେଲା? କିଏ ଜିତିଲା ଆଉ କିଏ ହାରିଲା? ତାଠୁ ବଡ଼ ପ୍ରଶ୍ନ ଯେ ଯେଉଁ ଜନଜୀବନ ନଷ୍ଟ ହେଲା ତାହା କ'ଣ ଫେରାଇ ପାରିବ? ଏହା ଜାତିସଂଘ ଇସ୍ରାଏଲ, ଇରାନ ଆଉ ଆମେରିକାକୁ କହିଛି। ଯେ ଇସ୍ରାଏଲ କହୁଛି ଆମେ ଜିତିଛୁ ଆଉ ଇରାନ କହୁଛି ଆମେ ଜିତିଛୁ, କିନ୍ତୁ ଏଠି କେହି ବି ଜିତି ନାହାନ୍ତି ବନ୍ଧୁ। ଏଠି ମାନବ ସମାଜ ହାରିଛି। ଯୁଦ୍ଧର ଭୟାବହ ବିଭୀଷିକା ସାରା ବିଶ୍ୱ ଦେଖିଛି। ଆଉ ଯୁଦ୍ଧର ଅହଙ୍କାରରେ